এই ବର୍ଷ ଅଧିକରୁ ଅଧିକ ଖରା ହେବ। ପୂର୍ବ ବର୍ଷ ଅପେକ୍ଷା ଆକସ୍ମିକ ଦୁର୍ଘଟଣା ଅଧିକ ବଢ଼ିବ। ଦୁର୍ନୀତିଖୋରମାନଙ୍କୁ ସତର୍କ ହେବାର ସମୟ ଆସିଛି। 2026 ସେମାନଙ୍କର ଅନ୍ତ ସମୟ ରହିବ। ରାଜନୈତିକ ଦିଗ ପାଇଁ 2026 ଘଡ଼ିସନ୍ଧି ମୁହୂର୍ତ୍ତ ହେବ। ଅମଳାମାନଙ୍କ ପାଇଁ ବହୁତ ସମସ୍ୟା ଆଣିବ। ଯେଉଁମାନେ ଦୁର୍ନୀତିଖୋର ଅଫିସର ଅଛନ୍ତି ସେମାନଙ୍କ ପାଇଁ ବଡ଼ ସମସ୍ୟା ଆସିବ। ବିଜେଡି ଏବଂ କଂଗ୍ରେସର ଅଧାଧିକ ନେତୃବର୍ଗ ଏକତ୍ରିତ ହୋଇକରି ଏକ ନୂତନ ରାଜନୈତିକ ସମୀକରଣ ତିଆରି କରିବେ, ଯାହା ନୂତନ ଆଞ୍ଚଳିକ ଦଳର ରୂପ ନେବ। ବିଜେଡିର ରିପ୍ଲେସମେଣ୍ଟ ବୋଲି ଆପଣ ଭାବନ୍ତୁ। 1 ଜାନୁଆରୀ 2026 ମସିହା ଗୁରୁବାର ପଡ଼ୁଛି ଏବଂ ବୃଷ ରାଶିରେ ହେଉଛନ୍ତି ଚନ୍ଦ୍ର। ଅତ୍ୟନ୍ତ ଶୁଭ ସ୍ଥିତି ରହିଛି ଓଡ଼ିଶା ପାଇଁ, ଜନସାଧାରଣଙ୍କ ପାଇଁ। ଯଦି ପୁରା ବିଚାର କରିବା ଏ ତ ଗୋଚର ଫଳ, ରାଶିମାନଙ୍କ ପାଇଁ କିଛିଟା ଶୁଭ ଥିଲେ ମଧ୍ୟ କିଛି ଅଶୁଭ ରହିଛି। କିନ୍ତୁ ଯଦି ପୁରା ଦେଖିବା, ଏ ବର୍ଷର ରାଜା ହେଉଛନ୍ତି ରବି, ବର୍ଷର ଅଧିପତି ହେଉଛନ୍ତି ରବି, ଆଲୋକର କାରକ, ଆଭାର କାରକ। ତେଣୁ ଅନେକ ପ୍ରକାର ଶୁଭ ଫଳ ମିଳିବ। ଯଦି ଆର୍ଥିକ ଅଭିବୃଦ୍ଧି ଓଡ଼ିଶା କଥାକୁ ଦେଖିବା, ଓଡ଼ିଶାରେ ଅନେକ କଳକାରଖାନାର ଅଭିବୃଦ୍ଧି ହେବ, ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ହେବ, ପୁଞ୍ଜି ନିବେଶ ହେବ। କୃଷି କ୍ଷେତ୍ର ଦେଖିଲେ କୃଷି କ୍ଷେତ୍ରରେ ବହୁ ପ୍ରକାର ଉନ୍ନତି ହେବ। ଅର୍ଥକାରୀ ଫସଲ ଯଦି କରାଯାଏ, ଚାଷ କରାଯାଏ, କୃଷି କରାଯାଏ, କୃଷି ଜାତୀୟ ପନିପରିବାର ଯଥେଷ୍ଟ, ଡାଲି ଜାତୀୟ, ତୈଳ ଜାତୀୟ ଯଥେଷ୍ଟ ଲାଭବାନ ହେବ। ତା ସହିତ ଯଦି ଆମେ ଦେଖିବା ଅନ୍ୟ ରାଜନୈତିକ ଦିଗ ଗୁଡ଼ାକ, ରାଜନୈତିକ ଦିଗ ପାଇଁ 2026 ଘଡ଼ିସନ୍ଧି ମୁହୂର୍ତ୍ତ ହେବ। ଅମଳାମାନଙ୍କ ପାଇଁ ବହୁତ ସମସ୍ୟା ଆଣିବ। ଯେଉଁମାନେ ଦୁର୍ନୀତିଖୋର ଅଫିସର ଅଛନ୍ତି ସେମାନଙ୍କ ପାଇଁ ବଡ଼ ସମସ୍ୟା ଆସିବ। ବର୍ଷ ଆରମ୍ଭରୁ ବଡ଼ ସମସ୍ୟା ଆସିବ। ତେଣୁ ତାଙ୍କୁ ସତର୍କ ହେବାକୁ ପଡ଼ିବ। ଯେଉଁମାନେ ଉଚ୍ଚ ପଦପଦବୀରେ ଅଛନ୍ତି ସରକାରରେ, ଯଦି ଭାବୁଥାନ୍ତି ଯେ ଆମେ ଯାହା କଲେ ବି କିଛି ଧରା ପଡ଼ିବୁନି, ଠକିକି ପଳେଇବୁ, ଏ ବର୍ଷ ସେ ସୁଯୋଗ ଆଉ ତାଙ୍କୁ ମିଳିବ ନାହିଁ। ତେଣୁ ସତର୍କ ହେବାକୁ ପଡ଼ିବ। ଦୁର୍ନୀତିଖୋରମାନଙ୍କୁ ସତର୍କ ହେବାର ସମୟ ଆସିଛି। 2026 ସେମାନଙ୍କର ଅନ୍ତ ସମୟ ରହିବ। ସେଭଳି ଭାବରେ ରାଜନୈତିକ କ୍ଷେତ୍ର ଯଦି ଦେଖିବା, 3ଟି ରାଜନୈତିକ ଦଳ ଅଛି, ବିଜେପି, ବିଜେଡି ଏବଂ କଂଗ୍ରେସ। ବିଜେପିର ସ୍ଥିତିକୁ ଯଦି ଦେଖିବା, ବହୁତ ଭଲ ଅଛି ବିଜେପିର ସ୍ଥିତି। ଏବଂ ଯୁବ ଗୋଷ୍ଠୀ ପ୍ରତି ଯଦି ବିଜେପି ସରକାର ଧ୍ୟାନ ଦିଅନ୍ତି, ମୋହନ ସରକାର ଧ୍ୟାନ ଦିଅନ୍ତି, ତେବେ ଓଡ଼ିଶାରେ କୌଣସି ସମସ୍ୟା ଆସିବ ନାହିଁ। ଏବଂ 26ରେ ଯେଉଁ ନିର୍ବାଚନ ଗୁଡ଼ିକ ଅଛି ବିଜେପି ପାଇଁ ବହୁତ ଶୁଭ ରହିବ। କୌଣସି ସମସ୍ୟା, କାହିଁକି ନା ମୋହନ ମାଝୀଙ୍କର ରାଶି ମଧ୍ୟ ହେଉଛି ସିଂହ ରାଶି, ପୂର୍ବ ଫାଲ୍ଗୁନୀ ନକ୍ଷତ୍ର। ତେଣୁ ସେ ଦୃଷ୍ଟିରୁ ବିଚାର କଲେ ତାଙ୍କ ପାଇଁ ମଧ୍ୟ ବହୁତ ଶୁଭଙ୍କର ରହିବ। ଏବଂ ବିଜେପି ପାଇଁ ଓଡ଼ିଶାରେ ପ୍ରଦର୍ଶନ ବହୁତ ଭଲ ହେବ। ସେଭଳି ଭାବରେ ଆମେ ଯଦି କଂଗ୍ରେସ ପାଇଁ ଦେଖିବା, ଆପଣମାନେ ଦେଖୁଥିବେ କେନ୍ଦ୍ରରେ ହେଉ ରାଜ୍ୟରେ ହେଉ କଂଗ୍ରେସର ଦୋଦୁଲ୍ୟମାନ ପରିସ୍ଥିତି ଦେଖାଦେଇଛି। ଯେଉଁଠି ଓଡ଼ିଶାର ନେତା ଅଛନ୍ତି ତାଙ୍କ ମଧ୍ୟ ସ୍ଥିରତା ନାହିଁ, ବହୁତ ବିରୋଧର ଶିକାର ହେଉଛନ୍ତି। ଏବଂ କଂଗ୍ରେସର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିବ ଏବଂ ନେତୃତ୍ୱ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତା ସହିତ ବିଜେଡିକୁ ଯଦି ବିଚାର କରିବା, ବିଜେଡିର ସ୍ଥିତି ତ ଆଦୌ ହିଁ ଶୁଭଙ୍କର ନାହିଁ, ଯେଉଁଥିପାଇଁ କି ବିରୋଧୀ ଦଳର ଭୂମିକା ନଗଣ୍ୟ ହୋଇଯାଇଛି। ଏତେ ଏମଏଲଏ ଥାଇ ମଧ୍ୟ ବିରୋଧ ଭାବର କିଛି ଆଭାସ ଦେଖିବା ପାଇଁ ମିଳୁନି ରାଜ୍ୟ ସରକାରରେ। ତା ସହିତ ଯେଉଁ ଗୋଷ୍ଠୀ କନ୍ଦଳ ରହିଛି ବିଜେଡିର, ତାହା ବହୁତ ଭାରି ପଡ଼ିବ। କାହିଁକି ନା ନବୀନ ପଟ୍ଟନାୟକଙ୍କର ରାଶି ନକ୍ଷତ୍ରକୁ ଯଦି ବିଚାର କରିବା, ମିଥୁନ ରାଶି, ଏବଂ ତାଙ୍କ ବ୍ୟକ୍ତିଗତ ପାଇଁ ବହୁତ ଭଲ ଥିଲେ ସୁଦ୍ଧା ବିଜେଡି ଦଳ ପାଇଁ ଶୁଭଙ୍କର ନୁହେଁ। ଏ ବର୍ଷ ବିଜେଡି ଏବଂ କଂଗ୍ରେସର ଅଧାଧିକ ନେତୃବର୍ଗ ଏକତ୍ରିତ ହୋଇକରି ଏକ ନୂତନ ରାଜନୈତିକ ସମୀକରଣ ତିଆରି କରିବେ, ଯାହା ନୂତନ ଆଞ୍ଚଳିକ ଦଳର ରୂପ ନେବ। ବିଜେଡିର ରିପ୍ଲେସମେଣ୍ଟ ବୋଲି ଆପଣ ଭାବନ୍ତୁ। ଏବଂ
କଂଗ୍ରେସରେ ବଡ଼ ଉତ୍ଥାନ ପତନ ଦେଇକି ମଧ୍ୟ ଗତି କରିବ। ବିଜେପିରେ ମଧ୍ୟ କିଛିଟା କନ୍ଦଳ ରହିଛି, ଧୀରେ ଧୀରେ ତା ଠିକ୍ ହେଇଯିବ, କୌଣସି ଚିନ୍ତାର ଆବଶ୍ୟକତା ନାହିଁ। କିନ୍ତୁ ଅକ୍ଟୋବର ମାସ ବେଳକୁ ଓଡ଼ିଶାକୁ କିଛିଟା ସମସ୍ୟା ଆସିବ। ଜୁନ୍ ଜୁଲାଇରୁ ଅକ୍ଟୋବର କ'ଣ ହେବ ନା ତିନିଟି ବାତ୍ୟା ଓଡ଼ିଶାକୁ ଛୁଇଁବାର ସମ୍ଭାବନା ରହିଛି ଏବଂ ବନ୍ୟା ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭୟାବହ ସୃଷ୍ଟି କରିବ, ଧନଜୀବନ ନଷ୍ଟ କରିବ, କୃଷି କ୍ଷେତ୍ର ନଷ୍ଟ କରିବ। ତା ସହିତ ଏଇ ବର୍ଷ ଅଧିକରୁ ଅଧିକ ଖରା ହେବ, ଅନିୟମିତତା ହେବ, ବହୁତ ଜୋରରେ ଖରା ହେବ, ଯାହା ବହୁତ କଷ୍ଟଦାୟକ ହେବ। ଅଂଶୁଘାତକୁ ଏଡ଼େଇ ଦିଆଯାଇ ନପାରେ। ଅଂଶୁଘାତ, ମୃତ୍ୟୁ ଏବଂ ଲାଇଟିଂର ଯେଉଁ ମୃତ୍ୟୁ ବା ଘଡ଼ଘଡ଼ି ଜନିତ ମୃତ୍ୟୁ ବୃଦ୍ଧି ପାଇବ। ପୂର୍ବ ବର୍ଷ ଅପେକ୍ଷା ଆକସ୍ମିକ ଦୁର୍ଘଟଣା ଅଧିକ ବଢ଼ିବ। ଯଦି ସତର୍କତା ନ ରହନ୍ତି ତେବେ ଦୁର୍ଘଟଣା ବହୁତ ଅଧିକ ହେବ ପୂର୍ବ ବର୍ଷ ଅପେକ୍ଷା। ତାହା ରାଶି ବିଶେଷରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଯଦି ସତର୍କ ରହିବେ ତେବେ ଏସବୁ କ୍ଷେତ୍ରରେ କୌଣସି ସମସ୍ୟା ଭୋଗ କରିବା ପାଇଁ ପଡ଼ିବ ନାହିଁ। ଯେଉଁମାନଙ୍କ ପାଇଁ ଅଶୁଭ ରହିଛି, ଯେଉଁମାନଙ୍କ ପାଇଁ ଶୁଭ ରହିଛି, ସେମାନେ ବୁଦ୍ଧି ବିଚାରିକରି କାର୍ଯ୍ୟ କରନ୍ତୁ। ଆମେ ଏବେ ଯଦି ବିଚାର କରିବା ମେଷ ରାଶିକୁ ନେବା, ମେଷ ରାଶି ପାଇଁ ମଧ୍ୟମ ଶୁଭ ହେବ। ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିଛି। ସେଇଭଳି ଭାବରେ ମିଥୁନ ରାଶିକୁ ଦେଖିବା, ମଧ୍ୟମ ଶୁଭ, କାହିଁକି ନା ବୃହସ୍ପତି ଚଳନ କରିଛନ୍ତି ମିଥୁନ ରାଶିରେ। ସେଇଭଳି ସିଂହ ରାଶିକି ଯଦି ଦେଖିବା, ସିଂହ ରାଶିରେ କେତୁ ଅବସ୍ଥାନ କରୁଛନ୍ତି, ବହୁତ ଇଗୋ ବଢ଼ିବ। ସିଂହ ରାଶି ପାଇଁ ବର୍ଷଟି ଅତ୍ୟନ୍ତ ଶୁଭ ଥିଲେ ସୁଦ୍ଧା ଜିଦ୍ କାରଣରୁ, ଗର୍ବ କାରଣରୁ ଅନେକ ମାନସିକ ଯନ୍ତ୍ରଣା ଭୋଗ କରିବେ। ସେଭଳି ଭାବରେ କନ୍ୟା ରାଶିକୁ ଦେଖିବା, ମଧ୍ୟମ ଶୁଭ ରହିଛି। ପିତାମାତାଙ୍କର ଯତ୍ନ ନିଅନ୍ତୁ, ସଫଳତା ମିଳିବ। ତୁଳା ରାଶିକୁ ଦେଖିବା, ମଧ୍ୟମ ଶୁଭ ରହିଛି। ବୃହସ୍ପତିଙ୍କ ସ୍ଥିତି, ଚନ୍ଦ୍ରଙ୍କ ସ୍ଥିତିକୁ ଯଦି ବିଚାର କରିବା ତେବେ ଶନିଙ୍କର ଭାବକୁ ବିଚାର କରିବା, ମଧ୍ୟମ ଶୁଭ ରହିବ। ଶୁଭ ଅଶୁଭ ଦେଇକରି ଗତି କରିବ। ନିଜର ମାଙ୍କର ଯତ୍ନ ନିଅନ୍ତୁ, ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ସେଇଭଳି ଭାବରେ ବିଛା ରାଶିକୁ ଯଦି ବିଚାର କରିବା, ମଧ୍ୟମ ଶୁଭ ରହିଛି। ଦୂରସ୍ଥାନକୁ ଯାତ୍ରା କଲାବେଳେ ଟିକେ ସତର୍କ ରୁହନ୍ତୁ। ପାଠ ପଢ଼ାରେ ଧ୍ୟାନ ଦିଅନ୍ତୁ ଏବଂ ନିଆଁ ପାଣିକି ମହିଳାମାନେ ଜଗି ରଖିକରି ଯଦି ଚଳନ୍ତି ଶୁଭ ଫଳ ମିଳିବ। ସେଭଳି ଭାବରେ ଯଦି ଧନୁ ରାଶିକୁ ବିଚାର କରିବା, ଅତ୍ୟନ୍ତ ଶୁଭ ରହିଛି। ସକଳ ଶୁଭ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା, ନୂତନ ପଦପଦବୀ ଲାଭ, ପ୍ରମୋସନ, ନୂତନ ଘର, ଯାନବାହନ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଏବଂ ନୂତନ ବନ୍ଧୁ ଯୋଗ ମଧ୍ୟ ରହିଛି। ସେଇଭଳି ଭାବରେ ମକର ରାଶିକୁ ଯଦି ବିଚାର କରିବା, ମକର ରାଶିର ସମୟ ଜମାରୁ ଭଲ ନାହିଁ। ନା ବୃହସ୍ପତି ଶୁଭ ଅଛନ୍ତି, ନା ଚନ୍ଦ୍ର ଶୁଭ ଅଛନ୍ତି ବର୍ଷାର ଅର୍ଦ୍ଧତକ। ସେଥିପାଇଁ ସତର୍କ ହେଇକି ଯିବାକୁ ପଡ଼ିବ। ଭ୍ରମଣ ଜନିତ କଷ୍ଟ ବର୍ଷ ସାରା ଭୋଗ କରିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଅଧିକ ଖର୍ଚ୍ଚ ବଢ଼ିବ, ଯାହା ଋଣ ଭାର ବଢ଼ିବ। ସେଥିପ୍ରତି ଧ୍ୟାନ ଦେଲେ ଏବଂ ନିଜର ପିତା ମାତାଙ୍କର ଯତ୍ନ ନେବା ସହିତ ନିଜେ ଯେତେ କଳହ ବାତାବରଣ ଠାରୁ ଦୂରରେ ରହିବେ, ସୁଖ ସମୃଦ୍ଧି ଲାଭ କରିବେ। କୁମ୍ଭ ରାଶିକୁ ଯଦି ବିଚାର କରିବା, କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିଛି ବର୍ଷଟି। ବୃହସ୍ପତି ଏବଂ ଚନ୍ଦ୍ରଙ୍କର ଶୁଭ ଦୃଷ୍ଟି ରହିଛି। ସକଳ ପ୍ରକାର ଶୁଭ ଲାଭ ହେବ, ଆର୍ଥିକ ଅଭିବୃଦ୍ଧି ହେବ, ଘରେ ମାଙ୍ଗଳିକ କାର୍ଯ୍ୟ ହେବ, ଭୂମି ଗୃହ କ୍ରୟ କରିପାରନ୍ତି। ବହୁତ ଦିନରୁ ଲାଗିଥିବା ଆପଣଙ୍କର କେସ୍ କଚେରୀ ମାମଲାରେ ମଧ୍ୟ ବିଜୟ ଲାଭ କରିବେ, ବନ୍ଧୁ ସହଯୋଗ କରିବେ ଏବଂ ପ୍ରେମ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ହେବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଆପଣ ପାରଦର୍ଶିତା ଅର୍ଜନ କରିବେ, ସମ୍ମାନିତ ମଧ୍ୟ ହେବେ। ଯଦି କର୍କଟ ରାଶିକୁ ବିଚାର କରିବା, କର୍କଟ ରାଶି ପାଇଁ ମଧ୍ୟ ମଧ୍ୟମ ଶୁଭ ରହିଛି। କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର। ତେଣୁ ଅନେକ ସମୟ ମାନସିକ ଅବସାଦ ରହିବ, ଶୁଭ ଅଶୁଭ ଦେଇ ଫଳ ଯାଉଥିବାରୁ। ତେଣୁ ମାନସିକ ଅବସାଦ ଠାରୁ ଦୂରରେ ରୁହନ୍ତୁ ଏବଂ ଘର ପରିବାରଜନଙ୍କ ସହିତ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ। କଳହ ବାତାବରଣ ଠାରୁ ଦୂରରେ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା ଆପଣ କରିପାରିବେ, କିନ୍ତୁ ଶୁଭ ସମୟ ଦେଖିକି ଗଲେ ବହୁତ ଭଲ ହେବ। ଆପଣଙ୍କର ଦେବ ଦର୍ଶନ ଏ ବର୍ଷ ମଧ୍ୟ ରହିଛି ଏବଂ ଗୃହରେ ବର୍ଷର ଦ୍ୱିତୀୟାର୍ଦ୍ଧରେ
ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେବ, ନୂତନ ଭୂମି କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଭୟଭୀତ ହୁଅନ୍ତୁନି, ଆପଣ ପ୍ରତି ସୋମବାର ଦେବଦେବ ମହାଦେବଙ୍କୁ ଏକବର୍ଣ୍ଣୀ ଗାଈର କ୍ଷୀରରେ ଅଭିଷେକ କରାନ୍ତୁ, ସଫଳତା ଲାଭ କରିବେ। ସେଭଳି ଭାବରେ ଯଦି ମୀନ ରାଶିକି ଦେଖିବା, ଶନି ମୀନ ଯୋଗ ରହିଛି, ଆଦୌ ଶୁଭଙ୍କର ନୁହଁ। କାହିଁକି ନା ଶନି ମୀନ ଯୋଗରେ ରାବଣ ନିହତ ହେଇଥିଲେ, ଅନେକ ଗୁଡ଼ିକ ଅଶୁଭ ଫଳ ଘଟିଛି। ତେବେ ଯେହେତୁ ଶନି ମୀନ ଯୋଗ ହେଉଛି, ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ, ସତର୍କ ରହିବାକୁ ପଡ଼ିବ, ନିଜର ବଚନ ଉପରେ ଧ୍ୟାନ ଦେବାକୁ ପଡ଼ିବ, ନିଜର କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯେଉଁମାନେ ସରକାରୀ ସ୍ତରରେ ଅଛନ୍ତି, ଯଦି ଲାଞ୍ଚୁଆ ଖଚୁଆ ଠକ ହୁଅନ୍ତି, ତେବେ ଦଣ୍ଡିତ ହେବାର ନିଶ୍ଚୟ ସ୍ଥିତି ରହିଛି, କାରଣ ଶନିଙ୍କର ପ୍ରଭାବ ବହୁତ ପରିମାଣରେ ରହିବ। ସତର୍କ ରୁହନ୍ତୁ ଏବଂ ବୃହସ୍ପତିଙ୍କୁ, ଯେହେତୁ ବୃହସ୍ପତି ହେଉଛନ୍ତି ମୀନ ରାଶିର ଅଧିପତି, ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ବୃହସ୍ପତି ହଳଦିଆ ଅର୍ଣ୍ଣ ପ୍ରତି ଗୁରୁବାର ବଣ୍ଟନ କରନ୍ତୁ, ଦକ୍ଷିଣ ହସ୍ତରେ ହଳଦିଆ ସୂତା ବାନ୍ଧନ୍ତୁ। ତା ସହିତ ପ୍ରତି ଶନିବାର ଶନି ମନ୍ଦିରରେ ରାଶି ତେଲ ଅର୍ପଣ କରନ୍ତୁ। ହନୁମାନଙ୍କୁ ଯାଇ ଚାମେଲି ତେଲ ମଧ୍ୟ ଅର୍ପଣ କରନ୍ତି, ତେବେ ବର୍ଷଟି ଶୁଭ ଯିବ। ଆପଣମାନେ ଜାଣିଲେ 12ଟି ଯାକ ରାଶି ଏବଂ ଓଡ଼ିଶାର କ'ଣ ଭାଗ୍ୟ ରହିବ, କେମିତି ରହିବ, ଆମେ କେମିତି ସତର୍କ ରହିବା, ଏସବୁ ବିଷୟରେ ଜାଣିଲେ। ଜୟ ଜଗନ୍ନାଥ।